କାହାକୁ କହୁଛୁ ମୋର ମୋର ବୋଲି କେହି ତ ନୁହେଁ ନିଜର ଧନ ଦୌଲତ ଜୟା କନ୍ୟା ସୁତ ସଭିଏଁ ହୋଇବେ ପର। ତେଣୁ ଯାହାକୁ ତମେ ମୋର ମୋର ବୋଲି କହୁଛ ସିଏ ଦିନେ ଆସିବ ସିଏ ସବୁ ପର ହେଇଯିବ। କେମିତି? ଆମ ଘରେ ଯଦି କେତେବେଳେ କୌଣସି ଆତ୍ମୀୟ ସ୍ୱଜନ ଜଣେ ମୃତ୍ୟୁବରଣ କରନ୍ତି ଆମେ ସେଇ ସମୟରେ ତାଙ୍କ ଗୋଡ଼ ପାଖରେ ହଉ ମୁଣ୍ଡ ପାଖରେ ହଉ ମୁଣ୍ଡକୁ ବାଡ଼େଇକି ମୋ ଜେଜେଲୋ ମୋ ଆଇଲୋ ମୋ ଅଜାଲୋ ମୁଁ ଆଉ କାହାକୁ ଡାକିବି ଆମକୁ ଛାଡ଼ିକି ତମେ ପଳେଇଲ। କିନ୍ତୁ ସେଇ ଅଜା ବା ଜେଜ ସିଏ ନାତି ନାତୁଣୀ କହି ମୋ ଘର ମୋ ଧନ ସମ୍ପତ୍ତି କହିକି ଜଗିକି ବସିବେ। କିନ୍ତୁ ଯେଉଁଦିନ ମଲେ ସେଦିନ ସେ କିଛି ନେଇକି ଗଲେ କି? କିଛି ନେଇକି ଗଲେ, ଖାଲି ହାତରେ ଗଲେ। ତମେ କାନ୍ଦିବ ବି କେତେ ଦିନ କାନ୍ଦିବ? 10 11 12 ଯାଏ ଯେଉଁ ସଂକେତ ନେଲା ଯାଏ। ତାପରେ ସନ୍ଧ୍ୟାବେଳେ ଭୟ କରିବ ଗୁଲ ମୋ ଜେଜ ମୋତେ ଡରେଇବ। ଆରେ କିଏ ଜେଜ କହିକି ଗୁଳଉଥିଲା ପଛରେ ସେ ଜେଜ ପୁଣି ତମ ଡାହାଣୀ ହେଇଗଲା। ତେଣୁ କାହାକୁ ଆମେ ନିଜର ବୋଲି କହିବା ନା କେବଳ ସେଇ ଜଗନ୍ନାଥଙ୍କୁ ବା ଆମର ଭଗବାନଙ୍କୁ ଯଦି ଆମେ ନିଜର ବୋଲି କହିବା ତାହେଲେ ସିଏ ହିଁ ନିଜର ହେଇକି ରହିବ। ଏଥିରେ ବ୍ୟତୀତ କୌଣସି ଜିନିଷ ଆମର ନିଜର ହେଇକି ରହିପାରିବ ନାହିଁ। ଆଉ ଗୋଟିଏ କଥା, ଗୋଟିଏ ମଣିଷ ବଞ୍ଚି ରହିବା ପାଇଁ କେବଳ ଖାଦ୍ୟ ନୁହେଁ, କେବଳ ଖାଦ୍ୟ ହେଲେ ସେ ବଞ୍ଚି ରହିବନି, ବରଂ ହସ ଖୁସି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ବି ଉଚିତ ପରିମାଣରେ ଦରକାର। ଯେତେବେଳେ ଆମେ ବିଜ୍ଞାନ ପଢ଼ୁ ସେତେବେଳେ ତୁମମାନଙ୍କୁ କହୁ ପିଲେ ଜୀବଟିଏ ବଞ୍ଚିବା ପାଇଁ ତୁମମାନଙ୍କର କ'ଣ କ'ଣ ଆବଶ୍ୟକ? ତୁମେ କ'ଣ କୁହ? ଖାଦ୍ୟ, ଜଳ ଆଉ ବାୟୁ। ଏତଦ ବ୍ୟତୀତ ବାସଗୃହ ଏବଂ ପୋଷାକ ପରିଚ୍ଛଦ। କିନ୍ତୁ ଏତଦ ବ୍ୟତୀତ ଯଦି ଆଧ୍ୟାତ୍ମିକ ଚିନ୍ତା ନ କରିବା ତାହେଲେ ଗୋଟିଏ ମଣିଷ ବଞ୍ଚି ରହିବା ପାଇଁ ନିହାତି ଭାବରେ ତା ପାଇଁ ଟିକେ ହସ ଖୁସି ଦରକାର, ସ୍ନେହ ଶ୍ରଦ୍ଧା ଟିକେ ଦରକାର, ଆଉ ଭଲ ପାଇବା ୟାକୁ ମଧ୍ୟ ନିହାତି ଦରକାର। ପୁଅଟିଏ ହଉ ବା ଝିଅଟିଏ ହଉ ସମସ୍ତେ ସନ୍ତାନ, ତେଣୁ ସମସ୍ତଙ୍କୁ ଭଲ ପାଇବା ନିହାତି ଆବଶ୍ୟକ। ପାତରଅନ୍ତର କରିବା ଅନୁଚିତ। ତେଣୁ ଯୋଡ଼ିଏ ଅନୁଚିନ୍ତା ତୁମମାନଙ୍କ ପାଇଁ କହିଲି। କାହାକୁ ନିଜର କରିବ? କାହାକୁ? ଭଗବାନ ଏବଂ ତୁମ ନିଜ କର୍ମ। ନିଜ କର୍ମ ଏବଂ ଭଗବାନ ଏ ଦୁଇଟାକୁ ତମେ ନିଜର କରିବ।